अष्टम वेतन कमिशन फिटमेंट फैक्टर को नहीं आसिला बड़ अपडेट। कर्मचारी वेतन वृद्धि नहीं चर्चा जोरदार। तेबे कौन रही संपूर्ण अपडेट आसतु जाना ता पूर्व चैनल नुआ थिले चैनल टी को सब्सक्राइब करी रखंतु एमिति गुरुत्वपूर्ण अपडेट सबुठु प्रथमे पाइबा पई। अष्टम केंद्रीय वेतन कमिशन राज्य सरकार मानक सह आलोचनार शेष पर्यायर पहुंची। केंद्र एवं राज्य सरकार को ऊपर पड़ाकु आर्थिक बोझ को दृष्टि रखी कमिशन फिटमेंट फैक्टर मामलें सावधानता अवलंबन करिपारंती। जदिओ कमिशन एपर्यंत निजर सुपारिश को चूड़ांत रूप देना तेबे प्रारंभिक आलोचनार संकेत मिलूछि जे फिटमेंट फैक्टर सप्तम वेतन कमिशन द्वारा लागू करा जाइथिबा 2.57 मल्टीप्लायर आखपाखरे ही रहीपे। अन्यपटे कर्मचारी संगठन गुड़िक यहां आहरी बढ़ाइबाकू दाबी करुछंती। फिटमेंट फैक्टर जहां वर्तमान बेसिक पे एवं पेंशन को गणना करी नुआ दरमा स्थिर कराए ताहा सालारी रिविजन प्रक्रिया सबुठारु गुरुत्वपूर्ण अंश अटे। तेबे आर्थिक बोझर आकलन कौन करा जाइछि? ଏହି ଆଲୋଚନା ବିଷୟରେ ଜାଣିଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ଇଟିର ରିପୋର୍ଟରେ କହିଛନ୍ତି ଯେ ବର୍ତ୍ତମାନ ଏହି ପ୍ରକ୍ରିୟା ଫିଟମେଣ୍ଟ ଫ୍ୟାକ୍ଟରର ସମ୍ଭାବ୍ୟ ପରିସର, ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ଏବଂ ସଂଶୋଧିତ ଦରମା ଓ ପେନ୍ସନ୍ ଗଠନର ଆର୍ଥିକ ପ୍ରଭାବ ଆକଳନ ଉପରେ କେନ୍ଦ୍ରୀଭୂତ ହେଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ପଡ଼ିବାକୁ ଥିବା ଆର୍ଥିକ ବୋଝର ଆକଳନ ଚୂଡ଼ାନ୍ତ ରୂପରେଖ ସ୍ଥିର କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। ସରକାରୀ କର୍ମଚାରୀମାନେ ସେମାନଙ୍କ ଦାବିରେ ବେତନ ବହୁ ପରିମାଣର ବୃଦ୍ଧି କରିବାକୁ କହିଛନ୍ତି, ଯେଉଁଥିରେ 3.83ର ମଲ୍ଟିପ୍ଲାୟର ଏବଂ 69,000 ଟଙ୍କାର ସର୍ବନିମ୍ନ ବେସିକ୍ ସାଲାରୀ ସାମିଲ ରହିଛି। ଓଡ଼ିଶା ସମେତ ଏହିସବୁ ରାଜ୍ୟରେ ହୋଇସାରିଛି ବୈଠକ। ମେମୋରାଣ୍ଡମ ଦାଖଲ ପ୍ରକ୍ରିୟା ଜୁନ୍ 15ରେ ଶେଷ ହୋଇଛି, ଯାହାଦ୍ୱାରା କର୍ମଚାରୀ ସଂଗଠନ, ପେନ୍ସନଭୋଗୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଆନୁଷ୍ଠାନିକ ଦାବି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏବେ କମିଶନ ଏହି ଦାବିଗୁଡ଼ିକ ସହିତ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକରୁ ମିଳୁଥିବା ତଥ୍ୟର ସମୀକ୍ଷା କରିବ। ଏହା ପୂର୍ବରୁ ଦିଲ୍ଲୀ, ଲଦାଖ, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ହିତାଧିକାରୀଙ୍କ ସହ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହୋଇସାରିଛି। ବାକି ରହିଥିବା ଆଲୋଚନା ସରିବା ପରେ ପ୍ୟାନେଲ ନିଜର ରିପୋର୍ଟ ଡ୍ରାଫ୍ଟ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ସୂଚନାକୁ ଏକତ୍ରିତ କରିବ ବୋଲି ଆଶା କରାଯାଉଛି। ଏହି ରିପୋର୍ଟ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ସଂଶୋଧିତ ଦରମା ଏବଂ ପେନ୍ସନ୍ ଗଠନ ସ୍ଥିର କରିବ। ସୂଚନାଯୋଗ୍ୟ, ସପ୍ତମ ବେତନ କମିଶନ 2.57ର ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ କରିଥିଲେ, ଯାହାଦ୍ୱାରା ସର୍ବନିମ୍ନ ବେସିକ୍ ପେ 7,000 ଟଙ୍କାରୁ ବୃଦ୍ଧି ପାଇ 17,990 ଟଙ୍କା ହୋଇଯାଇଥିଲା। ଏହା ଫଳରେ କେନ୍ଦ୍ରର ରାଜସ୍ୱ ଖର୍ଚ୍ଚ 2025-26ରେ 3.8%ରୁ ବୃଦ୍ଧି ପାଇ 2016 ଆଉ 17ରେ 9.9% ହୋଇଯାଇଥିଲା ବୋଲି ସୂଚନା ମିଳିଛି। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ